ତାଙ୍କ ଚେଲା ଗୋଟେ ଆସିକି ଏମିତି କାମ କରିକିରି ଯାଇଛି। ମାଲିକ ଆସୁଛି ପୁଣି ୱିଥ୍ ବାଟାଲିୟନ, ମାନେ ସନ୍ନ୍ୟାସାମ ଧରିକି ଆସୁଛି। ତେଣୁକରି ସିଏ ତାଙ୍କ ସ୍ତ୍ରୀ ଲୋକମାନଙ୍କୁ କଥା କହିଛନ୍ତି, ଆରେ ବାବା ଦେଖ, ଏଇ ଯେଉଁ ଯୁଦ୍ଧ ବର୍ତ୍ତମାନ ହବ, ରାବଣ ଯେଉଁ ଅବସ୍ଥା ବର୍ତ୍ତମାନ କରିଛି, ଆମେ ତ ପଦାରେ ଆଲୋଚନା କରିପାରିବୁ ନାହିଁ। ପଦାରେ ଆଲୋଚନା କଲେ ମୁଣ୍ଡ କାଟ, ଯୁଦ୍ଧକୁ ନଗଲେ ବି ମୁଣ୍ଡ କାଟ। ଆମର ମରିବା ଥୟ। ଗୋଟିଏ ମାଙ୍କଡ଼ ଆସିଥିଲା, ଏମିତି ଯେଉଁ ଗର୍ଜନ କଲା ଯେ ଆମର ଯେତେ ନାରୀ ଥିଲେ ସମସ୍ତଙ୍କର ଗର୍ଭପାତ ହେଇଗଲା। ଏବେ ତେଣୁ ଶହ ଶହ କୋଟି କୋଟି ସଂଖ୍ୟାରେ ସେଇ ହାଇଟ୍ର, ସେଇ ଷ୍ଟ୍ରେଂଥର, ସେଇ ଫ୍ୟାଟ୍ର ଏତିକି ବାନର ଆସୁଛନ୍ତି, ସେ କମ୍ ସେ କମ୍ ତ ଗର୍ଜନଟା କରିବେ। ଆମ ଅବସ୍ଥାଟା କ'ଣ? ଇଏ ଯେଉଁମାନେ ପୁଣି କନସିଭ୍ ଟିକେ ହେଇଛନ୍ତି ତାଙ୍କର ଅବସ୍ଥା ଆଟଲିଷ୍ଟ କ'ଣ ହେବ? ସବୁ ଯିବେ। କହିଲେ ଯିଏ ତ ଥିଲା ସେ ମରିଛନ୍ତି, ଆଉ ଏବେ ଯେଉଁ ଆଗକୁ ଛୁଆ ପିଲା ଯାହାଙ୍କର ଥିବ ତାଙ୍କ କଥା ବିଚାର କରାଯାଇପାରିବ କି? କାରଣ ଗୋଟେ ମାଙ୍କଡ଼ର ଗର୍ଜନରେ ସମସ୍ତଙ୍କର ଗର୍ଭପାତ ହେଇଛି। ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ଆସୁଛନ୍ତି। ମାଙ୍କଡ଼ ମାନେ ଖାଇବେ, ଗର୍ଜନ କରିବେ। ଯଦି ଗର୍ଜନ କରିବେ ଆମ ଅବସ୍ଥା କ'ଣ ହେବ? ଇଏ କଥା ପୁରୁଷମାନେ କହିଲା ବେଳକୁ ସ୍ତ୍ରୀ ଲୋକମାନେ ଚିନ୍ତା କରୁଛନ୍ତି। ସ୍ତ୍ରୀ ଲୋକମାନେ କାହାକୁ କହିବେ? ପୁରୁଷମାନେ ରାବଣକୁ ଡରେ କହିପାରିବେନି, ସ୍ତ୍ରୀ ଲୋକମାନେ କାହାକୁ କହିବେ? ମନ୍ଦ ଧରି ଯାସୁ ଦୂତ ବଲ ବରଣୀ ନ ଯାଇ, श्रीराम जय राम जय जय राम। ଆତେ ହିଆଏ ପୁର ପବନ ଭଲାଇ, श्रीराम जय राम जय जय राम। ଆତେ ହିଆଏ ପୁର ପବନ ଭଲାଇ, श्रीराम जय राम जय जय राम। ବୋଲ ଶ୍ରୀରାମ ଜୟ ରାମ ଜୟ ଜୟ ରାମ, श्रीराम जय राम जय जय राम। ବୋଲ ଶ୍ରୀରାମ ଜୟ ରାମ जय जय राम। श्रीराम जय राम जय जय राम। ସବୁ ସ୍ତ୍ରୀ ଲୋକମାନେ ତାଙ୍କ ସ୍ୱାମୀ ସାଙ୍ଗରେ ବସିକି ଚୁଲି ମୁଣ୍ଡରେ କଥାବାର୍ତ୍ତା ହେଉଛନ୍ତି। ତାଙ୍କର ଗ୍ୟାସ୍ ଥିବ, ଗ୍ୟାସ୍ ତ ବର୍ତ୍ତମାନ ସାଂଘାତିକ ସଙ୍କଟ, ଘରେ କାହା ଘରେ ଗ୍ୟାସ୍ ନାହିଁ ନାଇଁ। ଆରେ ମୋ ଘର ପାଖରେ ଗୋଟେ ଗାଙ୍ଗୁରାମ କରିଛି, ମୋତେ ଆଜି କବାଟ ପଡ଼ିଲା, କହିଲେ 100ଟା ଜଳଖିଆ ପ୍ୟାକେଟ୍ ଅଛି, ଗୋଟେ ଗ୍ୟାସ୍ ନା ମୋ ସ୍ତ୍ରୀ ମୋତେ ଘରୁ କାଟିଦେବ। ଆରେ ବର୍ତ୍ତମାନ ଗ୍ୟାସ୍ ଅବସ୍ଥା କ'ଣ ହେଲାଣି? ଆଗକୁ ଆହୁରି ସଙ୍କଟ ହେବ, ଖବରଦାର। ଏଥିରେ ହସିବାର କିଛି କାରଣ ନାହିଁ। ଗ୍ୟାସ୍ ସଙ୍କଟ ହେବ, ପେଟ୍ରୋଲ ସଙ୍କଟ ହେବ, ଡିଜେଲ ସଙ୍କଟ ହେବ, ରୋଗ ହେବ, ନିଶ୍ଚିତ ଭାବରେ ଗୋଟେ ବିରାଟ ସଙ୍କଟ ପୃଥିବୀକି ଆସୁଛି। ଭାରତ ସେଥିରୁ ମୁକ୍ତି ପାଇପାରିବ ନାହିଁ ଚାହିଁଲେ। କେତେ କ୍ୟାନ୍ସର ପଡ଼ିବ ଆପଣମାନଙ୍କର କିଛି ନ ହେଇପାରେ ଯଦି ରାମ ରାମଟା ରେଗୁଲାର ହୁଏ। ରେଗୁଲାର ଯଦି ହେଉଥିବ ନାହିଁ, ଆମେ ବେଳେବେଳେ କ'ଣ କରନ୍ତି, ବିପତ୍ତି ପଡ଼ିଗଲେ ହନୁମାନ ଚାଳିଶା ପଢ଼ନ୍ତି ନାଇଁ। ପରୀକ୍ଷା ଅଛି ସକାଳୁ ପଢ଼ିବା, ସେମିତି ହେଲେ ବାବା ରେଗୁଲାର ଜପତ ନିରନ୍ତର। ବେଳେବେଳେ ଆମେ କହନ୍ତିନି ଆଜି ଗୁରୁବାର ରାମାୟଣ ହେବନି, କୋଉଠି ଲେଖା ହେଇ ଦେଖାନି, ପଣ୍ଡିତ ଦେଖାନ୍ତୁ ଦେଖିବା କୋଉଠି ଲେଖା ହେଇଛି ହେବନି। କିନ୍ତୁ ନବରାତ୍ର ଆଜ୍ଞା ଗୁରୁବାର ପଡ଼ିବ, ହବ ନା ହେବନି? କାହିଁ ଗୁରୁବାର ବନ୍ଦ କରୁନି? କେବଳ ଗୋଟେ ଉଶ୍ୱାସ ପାଇଁ ଆମେ ଗୋଟେ ନିଜେ ରିଲାକ୍ସେସନ ପାଇଁ ସବୁ ଗୁଡ଼େ ନିୟମ ତିଆରି କରି ଦେଇଛନ୍ତି। ନିରନ୍ତର ଶବ୍ଦ ଗୁରୁବାର ଶୁକ୍ରବାର ସାଙ୍ଗରେ କିଛି ସମ୍ପର୍କ ନାହିଁ। ଜପତ ନିରନ୍ତର। ହନୁମାନ ଚାଳିଶାଟାରେ ଗୋଟେ ମନ୍ତ୍ର ନୁହେଁ, ଅନ୍ୟ ଯେକୌଣସି ମନ୍ତ୍ର, ବିଷ୍ଣୁ ସହସ୍ର ନାମ, ଗୋପାଳ ସହସ୍ର ନାମ, ତାକୁ ପଢ଼ିବା ପାଇଁ ଆପଣ ଶୌଚ ହେବେ, ସ୍ନାନ କରିବେ, ବିଧି କରିବେ, ବସିବେ, ପାଠ କରିବେ। କିନ୍ତୁ ହନୁମାନ ଚାଳିଶା କ'ଣ ଯୋଉ ଇଏ ପଢ଼େ ମାନେ କ'ଣ? ମୁଁ ଖବରକାଗଜ ପଢ଼େ, ମୁଁ ଉପନ୍ୟାସ ପଢ଼େ, ମୁଁ ଡିଟେକ୍ଟିଭ ପଢ଼େ। ପଢ଼ିବା ପାଇଁ ନିୟମ ଦରକାର। ମୁଁ କଛା ମାରିକି ପଢ଼ିବି କୋଉଠି ଲେଖା ହେଇଛି? ତ ହନୁମାନ ଚାଳିଶା ପାଇଁ କୌଣସି ନିୟମ ନାହିଁ। ଯେତେବେଳେ ପାରୁଛନ୍ତି, ଯୋଉଠି ପାଉଛନ୍ତି, ଯେମିତି ପାଉଛନ୍ତି, ଜପତ ନିରନ୍ତର। ଜପତ ନିରନ୍ତର ହନୁମନ୍ତ श्रीराम जय राम जय जय राम। ରାକ୍ଷସ ଆଉ ରାକ୍ଷସୀ ମାନେ ବସିକିରି ଘରେ କଥାବାର୍ତ୍ତା ହଉଛନ୍ତି। ରାକ୍ଷସ ମାନେ କହୁଛନ୍ତି ରଘୁନାଥ ରାମଚନ୍ଦ୍ର ହନୁମାନଙ୍କ କାନ୍ଧରେ, ଲକ୍ଷ୍ମଣ ଅଙ୍ଗଦଙ୍କ କାନ୍ଧରେ ଆସିକିରି ଓହ୍ଲେଇ ପଡ଼ିଲେଣି। ଆଉ ବାନର ମାନେ ଫଳ ଫୁଲରେ ଖାଇବା ଆରମ୍ଭ କଲେଣି। ଗୋଟିଏ ପିସ୍ ଆସିକି ଆମ ଅବସ୍ଥା ଏଇଆ କରିଛି। ବର୍ତ୍ତମାନ କୋଟି କୋଟି ସଂଖ୍ୟାରେ ବର୍ତ୍ତମାନ ସମୁଦ୍ର କୂଳରେ ସବୁ ଏକାଠି ହେଇ ଗଲେଣି। ଏଇ କଥା ତଳେ ହଉଛନ୍ତି କଥା ଯାସୁ ଦୂତ ବଲ ବରଣୀ ନ ଯାଇ, श्रीराम जय राम जय जय राम।
ଯାହାସୁ ଦୂତ ବଲ ବର୍ଣ୍ଣନ ଯାଇ ଯାହାର ଦୂତ ଆସିକିରି ଆମର ଅବସ୍ଥା ଏଇଆ କରିଛି, ସିଏ ସୈନ୍ୟ ସାମନ୍ତ ଧରି ଆସୁଛି, ଆମ ଅବସ୍ଥା କ'ଣ ହବ? କେହି ଆଏ ପୁର କବନ ଭଲାଇ, ମାନେ ଆମ ପୁରକୁ ଲଙ୍କା ପୁରୀକି ରାକ୍ଷସ ସମାଜକୁ, ରାକ୍ଷସ ପରିବାରକୁ, ରାକ୍ଷସ ଫ୍ୟାମିଲି କି କିଏ ଆଉ ରକ୍ଷା କରିବ? ଇଏ ସମସ୍ତେ ଯେତେବେଳେ ଘରେ ଘରେ ନିଜ ନିଜ ଗୃହ ସବୁ କରାଇ ବିଚାରା, ତାଙ୍କ ସ୍ତ୍ରୀ ମାନେ ଶୁଣି ମନ୍ଦୋଦରୀଙ୍କ ପାଖରେ ଆସି କହୁଛନ୍ତି, ଦୂତି ନସନ ଶୁନି ପୁର ଜନବାଣୀ, श्रीराम जय राम ଦୂତି ନସନ ଶୁନି ପୁର ଜନବାଣୀ, श्रीराम जय राम ମନ୍ଦୋଦରୀ ଅଧିକ କୁଲାନି, श्रीराम जय राम ମନ୍ଦୋଦରୀ ଅଧିକ କୁଲାନି। श्रीराम जय राम ତ ଦୂତ ମାନଙ୍କ ଠାରୁ ରାକ୍ଷସ ମାନଙ୍କ ଠାରୁ କଥା ଶୁଣି ରାକ୍ଷସୀ ମାନେ ଯୋଉମାନେ ମନ୍ଦୋଦରୀଙ୍କର ଦୂତି, ଯୋଉମାନେ ମନ୍ଦୋଦରୀଙ୍କର ସ୍କ୍ୱାଡ, ଯୋଉମାନେ ମନ୍ଦୋଦରୀଙ୍କର ଗୁପ୍ତ ଚୋରି, ସେମାନେ ଚୁପ୍ କିନି ଆସି ଗଲେ, ଏରେ ଆମ ଘରେ ଏଇ କଥାବାର୍ତ୍ତା ହଉଥିଲେ, ବର୍ତ୍ତମାନ ଶହ ଶହ ସଂଖ୍ୟାରେ ଆସିଗଲେଣି, ଖିଆପିଆ ଆରମ୍ଭ ହେଇଗଲାଣି, ରୋଷେଇବାସ ଆରମ୍ଭ ହେଇଗଲାଣି, ପଥର ପଡ଼ିକି ରାସ୍ତା ତିଆରି କରିବା ଆରମ୍ଭ ହେଇଗଲାଣି। ଗୋଟିଏ ପିସ୍ ଆସିଥିଲା, ବର୍ତ୍ତମାନ କୋଟିଏ ପିସ୍ ଆସୁଛନ୍ତି। ये कथा शुणिकी क्या कहे? दूती न शुनि परजन दूती मान आसिक मंदोदरी की कहले, मंदोदरी अधिक कुलानी। मंदोदरी विचार कर, मंदोदरी जड़े विवेकी माँ महिला, प्रत्येक कथारे काले रावण भाव सीता प्रति आकृष्ट हो भूल कर मंदोदरी जितेबाला कथा कहते सब नीति सहित कथबार्ता कर। मंदोदरी जानते गोटे गोटे स्त्री सौभाग्य हूँ स्वामी, जदि आपण न रही आपण को भयर कहीं कहीपना, मु तो केवल आपणकर महाराणी हो पारे, अनेक राणी अच्छा, राक्षसी माने अच्छा, राक्षस माने अच्छा, समस्ते जिते चलीजे कौन अवस्था लंकार हम एवं जड़े आसिकी अक्षय कुमार को मारिकी जाइए जो अवस्था करिछि, प्रहस्त को मारिछि एवं बानर बानर गोटे बानर लंका आड़ को विध्वंस कर अशोक टीका ध्वंस करी मारी आमको बाढ़ा बाढ़ी करी आम घरे पशि मारी पुणी ता सहित कथबार्ता कर रावण मन मन भावुची, अरे सी तो कौन आईला किमिति आईला सी हनुमान जी किमिति जाइथिले कि गोटे समुद्र को डेइबा को हेले गोटे साधन दरकार, कहले सी आसिला किमिति आ केते समय भितर आसिला? आपन गत थर मुझे ये हनुमान जी गर्जन करी बानर सन मान उपरू जाइला हनुमान जी ओल्लै सारे। तो हनुमान जी सी जो समस्त से 100 फुटिया समस्त रावण भावुची समस्त से उड़िकी पलि आसबे, पुणी तैयारी कहीं सेतु बंद हो रावण मन मन चिंता करुच्ची प्रकृत में कौन हम? रावण शब्द राव रावण जी भितर कांदुले पदा को फुटाणी मारे से हूँ बुझेगा, जी भितर कांदुले पता को फुटाणी मारे से हूँ रावण। भितर जलुव भितर कष्ट होपर मुहर टी हसिरा मत किए कौन कहीदेव ये हूँ क्यारेक्टर रावण। तेणुक निजे भितर कांदुची जानूची गोटे पीस आसिक मो अवस्था या कर समस्ते आसिले किंतु जी अभिमानी पछे मो मुंड चली जाऊ मो गोड़ जाई जाऊ मो सम्मान कौटी न जाऊ मो मुंड तल को न जाऊ, किंतु शास्त्र कहूँ नम्रंती फलिन वृक्षा। जदि प्रत्येक परिस्थिति रे आपण नम्रता अवलंबन करेंगे से सक्सेस हे। जदि आपण तिक्तता करेंगे से झगड़ा कर क्या सागर आईदर समान बड़ लोक सहित झगड़ा कले भी फेल हो पारती ना आपण कम बड़ लोक सागर झगड़ा कले ठीक अच्छे। जदि अधिका लोकटा सागर झगड़ा कले कौन हम मनकर जे बर्तमान आपणकर झगड़ा ये जो जगन्नाथ प्रधान सागर है संभाल सी दल राजी कथा सागे भितर पूरे देवे। तेणुक झगड़ा कला बेले विचार करने दरकार मुझे पारि कि न पारि। रावण को जी गोटे पीस आसिक अवस्था करी शह शह संख्या आसुच्च आम करूँ कौन? रहसी जोरी कर पति पगला बोली बचन नीति रस
ପାଣି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ସ୍ତ୍ରୀ ଲୋକମାନଙ୍କର ଯେତେବେଳେ ସ୍ୱାମୀ ପାଖରେ କାମ ଥିବ ଟିକେ କଅଁଳିଆ କଥାବାର୍ତ୍ତା କରନ୍ତି, ପାଖକୁ ଯିବେ, ଆସ୍ତେ କିନି କଥାବାର୍ତ୍ତା କରିବେ। କେଉଁ ଦିନ ଗୋଡ଼ ମୋଡୁଥିବେ, ଯେଉଁଦିନ କାମ ଥିବ ସେଦିନ ଟିକେ ଗୋଡ଼ରେ ହାତ ମାରିଦେବେ। ମୁଁ ଆମ ମାଆ ମାନଙ୍କ କଥା କହୁନି, ସମସ୍ତଙ୍କ କଥା କହୁଛି। ହିରଣ୍ୟକଶିପୁ କଥା ଦେଖିବେ, ବହୁତ ବହୁତ ରାକ୍ଷସ ମାନେ ଯେତେବେଳେ ଦୁର୍ଦ୍ଦାନ୍ତ ରାକ୍ଷସ ମାନଙ୍କର ସ୍ତ୍ରୀ ମାନେ ଜାଣିଛନ୍ତି ଏ ତ ସ୍ୱାମୀ ଅଭିମାନୀ, ଏ ତ ଆମ କଥା ଶୁଣିବନି, ତାକୁ ଆଇଦର ପକୋଡ଼ା ଫକୋଡ଼ା କରିକି ଟିକେ ଖାଇବାକୁ ଦେଲେ ଜଣେ ଶୁଣିବ, ନହେଲେ ଟିକେ ଗୋଡ଼ରେ ହାତ ମାରିଦେଲେ ଟିକେ ଶୁଣିବ। ତ ବନ୍ଧ ଧରି ଯାଇକି ଦେଖ କ'ଣ କଲା, ରହସି ଜୋରିକର ପତିପଗ ଲାଗି ରାବଣର ଗୋଡ଼ ପାଖରେ ବସି ପଡ଼ିଲା। ପତିପଗ ଲାଗି, ପତିକର ପାଦ ପାଖରେ ଲାଗି ଯାଇକିରି ମୋଡ଼ିବାକୁ ଟିକେ ଆରମ୍ଭ କଲେ। ରାବଣ ଭାବିଲା, ଆରେ ମନ୍ଦୋଦରୀ ମୋର ମହାରାଣୀ କ'ଣ ପାଇଁ ଆଜି ଆସିକିରି ଟିକେ ମୋ ପାଦ ପାଖରେ ବସିଲେଣି। ଲାଗିକିରି ରହସି ଜୋରିକର ଏକଦମ ଲାଗିକିରି ବସିଗଲା। ଆଉ ସ୍ୱାମୀ ପାଖରେ ସ୍ତ୍ରୀ ଲାଗିକିରି ବସିଗଲେ, ସ୍ୱାମୀ କହିବ ଚେକରେ ଆଣି ଦସ୍ତଖତ କରିଦେବୁ, ତୁ ନେ ତୋର ଯାହା କରୁଛୁ କର।